ଜୁଲାଇ 8ରୁ କେତୁ ଚମକାଇବ ଏହି ରାଶିର ଭାଗ୍ୟ। ହଠାତ୍ ମିଳିବ ଧନ ଆଉ ଚାକିରି। ଆସନ୍ତୁ ଜାଣିବା ଏହି ଭିଡ଼ିଓରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହଙ୍କ ଭଳି ରାହୁ ଓ କେତୁ ଗ୍ରହଙ୍କ ଜାତକରେ କୁପ୍ରଭାବ ରହିଲେ ଜୀବନରେ ଅନେକ ସମସ୍ୟା ଲାଗି ରହେ। ରାହୁ କେତୁ 1.5 ବର୍ଷକୁ ଥରେ ରାଶି ପରିବର୍ତ୍ତନ କରିଥାନ୍ତି, ବକ୍ର ଚଳନ କରିଥାନ୍ତି, ଫଳରେ ଦୀର୍ଘ ଦିନ ପ୍ରଭାବ ରହିଥାଏ। ଜୁଲାଇ 8ରେ କେତୁଙ୍କ ହେଉଥିବା ନକ୍ଷତ୍ର ପରିବର୍ତ୍ତନର ସମସ୍ତ ରାଶି ଉପରେ ପ୍ରଭାବ ପଡ଼ିବ। ମାତ୍ର 3 ରାଶି ବ୍ୟକ୍ତି ବିଶେଷ ଭାବେ ସୁନା ଭଳି ଚମକିବେ। ଏହି ରାଶିକୁ ଖୁବ୍ ଧନ ସମ୍ପତ୍ତି ପ୍ରାପ୍ତ ହେବା ସହ ପଦୋନ୍ନତି ହେବେ, ପ୍ରତିଷ୍ଠା ବୃଦ୍ଧି ପାଇବ। ଜାଣନ୍ତୁ 8 ଜୁଲାଇରୁ କେଉଁ ରାଶିର ଭାଗ୍ୟ ବଦଳିବ। ମେଷ। କେତୁ ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନ ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟକ ହେବ। ଏମାନଙ୍କ ସାହସ ଓ ପରାକ୍ରମ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଉନ୍ନତି ହେବ, ଆମଦାନୀ ବୃଦ୍ଧି ପାଇବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ, ଅଟକି ଥିବା କାମ ସମ୍ପୂର୍ଣ୍ଣ ହେବ। ଭୂମି କିମ୍ବା ଯାନ କିଣିବାର ଯୋଗ ରହିଛି। ନିବେଶ ପାଇଁ ଉତ୍ତମ ସମୟ, ଇଚ୍ଛା ପୂରଣ ହେବ। ବୃଷ। ଏହି ରାଶି ବ୍ୟକ୍ତି ବିଶେଷକୁ ଖୁବ୍ ଲାଭ ମିଳିବ, ଆୟରେ ବୃଦ୍ଧି ହେବ, ଗୋଟିଏରୁ ଅଧିକ ସ୍ରୋତରେ ଟଙ୍କା ମିଳିବ। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ, ଚାକିରି କିମ୍ବା କର୍ମକ୍ଷେତ୍ରରେ ଉନ୍ନତି ହେବ। ଆପଣଙ୍କୁ ପଦ ଓ ପ୍ରତିଷ୍ଠା ମିଳିବ। ଯାନ କିମ୍ବା ଭୂମିର ସୁଖ ମିଳିବ। ନୂତନ ଚାକିରିରେ ଯୋଗଦାନ ରହିଛି। ମକର। ଏହି ରାଶି ବ୍ୟକ୍ତି ବିଶେଷକୁ ହଠାତ୍ ଧନ ମିଳିବ, ସାହସ ଓ ପରାକ୍ରମ ବୃଦ୍ଧି ପାଇବ। କଷ୍ଟ କାମ ମଧ୍ୟ ପୂରଣ ହେବ। ନିବେଶ ପାଇଁ ଉତ୍ତମ ସମୟ, ପାରିବାରିକ ଜୀବନ ସୁଖମୟ ହେବ, ପରୀକ୍ଷାରେ କୃତକାର୍ଯ୍ୟ ହେବେ। ଦର୍ଶକ ବନ୍ଧୁ, ମେଷ, ବୃଷ, ମକର ଏହି 3ଟି ରାଶିକୁ ବିଶେଷ ଭାବେ ଭାଗ୍ୟ ସୁନା ଭଳି ଚମକିବ। ଏହି ରାଶିର ବ୍ୟକ୍ତିଙ୍କୁ ଖୁବ୍ ଧନ ପ୍ରାପ୍ତି ହେବା ସହ ପଦୋନ୍ନତି ହେବାର ସମ୍ଭାବନା ରହିଛି। ଦର୍ଶକ ବନ୍ଧୁ, ଭିଡ଼ିଓଟି ଯଦି ଭଲ ଲାଗୁଛି ଲାଇକ୍, ସେୟାର, କମେଣ୍ଟ କରନ୍ତୁ। ଆମ ଚ୍ୟାନେଲକୁ ଯଦି ନୂଆ ଆସିଥାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଜୟ ଜଗନ୍ନାଥ।